ନିଜର ଜନ୍ମଦିନରୁ ଜାଣନ୍ତୁ ଆପଣଙ୍କର ଆୟୁଷ କେତେ ବର୍ଷ ଅଟେ। କେତେ ବର୍ଷ ବଞ୍ଚିବେ ଆପଣ ଜାଣିବା ପାଇଁ ଭିଡ଼ିଓଟିକୁ ଧୈର୍ଯ୍ୟର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମେ ସମସ୍ତେ ନିହାତି ଭାବରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି କି ଆମର ଆୟୁଷ କେତେ ବର୍ଷ ଅଟେ, ମୁଁ କେତେ ବର୍ଷ ବଞ୍ଚିବି। ଏହି କଥା ନିହାତି ଭାବରେ ସମସ୍ତେ ଭାବିଥାନ୍ତି। ବହୁତ ସମୟରେ ଏମିତି ମଧ୍ୟ ଭାବନା ଆସିଥାଏ, ଯଦି ଛୋଟ ମୋଟ ଦେହ ଖରାପ ହେଉ, ସେହି ସମୟରେ ଆପଣମାନଙ୍କର ମନକୁ ଆସିଥିବ କି ଏହି ରୋଗରେ ମୁଁ ମୃତ୍ୟୁବରଣ କରିବିନି ତ। ଆଉ ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ଦେହ ଖରାପ ରହିଲା, ତାହେଲେ ନିହାତି ଭାବରେ ଆମେ ବେଳେବେଳେ ଜ୍ୟୋତିଷଙ୍କ ପାଖକୁ ମଧ୍ୟ ଯାଇଥାନ୍ତି ଏବଂ ଆମର ଜାତକକୁ ଦେଖାଇଥାନ୍ତି। ତେବେ ଆମର ଜ୍ୟୋତିଷ ଶାସ୍ତ୍ର ହିସାବରେ ଏବଂ ହସ୍ତରେଖା ଗଣନା ଅନୁସାରେ ଗଣନା ମାଧ୍ୟମରେ ଜ୍ୟୋତିଷମାନେ ମଧ୍ୟ ଆପଣମାନଙ୍କୁ କହିଦେଇପାରିବେ କି ଆପଣଙ୍କର ପରମାୟୁ କେତେ ବର୍ଷ ଅଟେ, ଆପଣ କେତେ ବର୍ଷ ବଞ୍ଚିବେ, ଆପଣ ରୋଗ ଭୋଗ କରିବେ କି ନାହିଁ, କେମିତି ରହିବ ଆପଣଙ୍କର ଭାଗ୍ୟ ଏବଂ ଭବିଷ୍ୟତ। ଠିକ୍ ସେହିପରି ଆମ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ନିଜର ଜନ୍ମ ବାରରୁ ମଧ୍ୟ ଆପଣମାନେ ଜାଣିପାରିବେ କି ଆପଣଙ୍କର ଆୟୁଷ କେତେ ବର୍ଷ ଅଟେ। ସେହି ଆଧାରରେ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ବତାଇବାକୁ ଯାଉଅଛି କି ଆପଣଙ୍କର ଜନ୍ମ ବାରରୁ ଜାଣନ୍ତୁ ଆପଣଙ୍କର ଆୟୁଷ କେତେ ବର୍ଷ ଅଟେ। ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ ଏବଂ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦେବେ। ତେବେ ପ୍ରଥମରେ ଯେଉଁ ବ୍ୟକ୍ତିବିଶେଷମାନେ ସୋମବାର ଦିନ ଜନ୍ମଗ୍ରହଣ କରିଛନ୍ତି, ସେହିମାନେ ସମାଜରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଚର୍ଚ୍ଚାରେ ରହିବାକୁ ସେମାନେ ପସନ୍ଦ କରିଥାନ୍ତି। ଏମାନଙ୍କର ପାରିବାରିକ ଜୀବନ ଯଦି ଦେଖିବାକୁ ଯିବା, ଏମାନଙ୍କର ପାରିବାରିକ ଜୀବନ ସେତେଟା ଭଲ ରହିନଥାଏ। ଏମାନଙ୍କର ଜୀବନରେ ପ୍ରାୟ ସମୟରେ ଅସୁବିଧା ଦେଖା ଦେଇଥାଏ। ଏମାନେ ବହୁତ ଥର କଠିନ ପରିଶ୍ରମର ସାମ୍ନା କରିଥାନ୍ତି। ପ୍ରାୟ ସମୟରେ ଏମାନେ ବହୁତ କଷ୍ଟ ଭୋଗ କରିଥାନ୍ତି, ଜୀବନରେ ଦୁଃଖ ଭୋଗ କରିଥାନ୍ତି। କିନ୍ତୁ ଏମାନଙ୍କର ମୁହଁରେ ସର୍ବଦା ହସ ରହିଥାଏ। ଏମାନଙ୍କ ସହିତ ଆପଣମାନେ ଯେତେବେଳେ ମିଶିବେ, ଆପଣ ଜାଣିପାରିବେନି କି ଏମାନେ ଦୁଃଖରେ ଅଛନ୍ତି କି କଷ୍ଟରେ ଅଛନ୍ତି। ଏମାନଙ୍କର କଥା ମଧ୍ୟ ବହୁତ ମଧୁର ଅଟେ। ଏମାନେ ଚନ୍ଦ୍ର ସମ୍ବନ୍ଧୀୟ ହୋଇଥିବାରୁ ଏମାନଙ୍କର ମନ ଚଞ୍ଚଳ ହୋଇଥାଏ। ଏମାନେ ଶାନ୍ତ ପ୍ରକୃତିର ହୋଇଥାନ୍ତି। ଏମାନଙ୍କର ବିଚାର ସର୍ବଦା ବଦଳିଥାଏ। ଏମାନେ ଜୀବନରେ ବହୁତ ଥର ଲସ୍ରେ ପଡ଼ିଥାନ୍ତି। ଏମାନେ ବହୁତ ଅଧିକ ପରିଶ୍ରମୀ ହୋଇଥାନ୍ତି। କିନ୍ତୁ ଏମାନେ କୌଣସି କାର୍ଯ୍ୟକୁ ଶେଷ ପର୍ଯ୍ୟନ୍ତ କରିନଥାନ୍ତି। ଯଦି ଗୋଟିଏ କାର୍ଯ୍ୟ କରୁଥିବେ, ଯଦି ଏମାନଙ୍କୁ ଆଉ ଗୋଟିଏ କାର୍ଯ୍ୟ ମିଳିଗଲା, ତ ଏମାନେ ସେହି କାର୍ଯ୍ୟକୁ ଛାଡ଼ି ଆଉ ଗୋଟିଏ କାର୍ଯ୍ୟରେ ହାତ ଦେବେ। ତେଣୁ କେଉଁଠି ନା କେଉଁଠି ସଫଳତାର ଶୀର୍ଷକୁ ଏମାନେ ଯାଇପାରିନଥାନ୍ତି। ତେବେ ଏହି ଦିନ ଯେଉଁ କନ୍ୟାମାନେ ଜନ୍ମ ହୋଇଥିବେ, ସେମାନେ ହେଉଛନ୍ତି ପରୋପକାରୀ ଏବଂ ଧାର୍ମିକ ପ୍ରକୃତିର। ପୂଜାପାଠ କରିବାକୁ, ଅନ୍ୟର ସାହାଯ୍ୟ କରିବାକୁ ଏମାନେ ବହୁତ ଅଧିକ ପସନ୍ଦ କରିଥାନ୍ତି। ଏମାନେ ବହୁତ ଅଧିକ ଭାବୁକ ହୋଇଥାନ୍ତି, ସମ୍ବେଦନଶୀଳ ହୋଇଥାନ୍ତି, ସବୁବେଳେ କିଛି ନା କିଛି ଭାବୁଥାନ୍ତି। ଯେଉଁମାନେ ବି ସୋମବାର ଦିନ ଜନ୍ମ ହୁଅନ୍ତି, ସେମାନଙ୍କୁ ବିଶେଷ ଭାବରେ ଜଳଜନିତ ରୋଗ ହୋଇଥାଏ, ଯେମିତିକି କଫ ହେଲା, କାଶ ହେଲା, ଥଣ୍ଡା ହେଲା। ଏହିସବୁ ନିହାତି ଭାବରେ ସମୟ ସମୟରେ ଏମାନଙ୍କୁ ହୋଇଥାଏ। ଏମାନଙ୍କର ବୁଦ୍ଧି ବହୁତ ଅଧିକ ପ୍ରଖର ହୋଇଥାଏ, କିନ୍ତୁ ଏମାନଙ୍କର ସ୍ମରଣ ଶକ୍ତି ଟିକେ କମ୍ ହୋଇଥାଏ। ଏମାନେ କମ୍ ମନେ ରଖିପାରନ୍ତି। ତେବେ ସୋମବାର ଦିନ ଜନ୍ମ ହୋଇଥିବା ଲୋକମାନଙ୍କର ଆୟୁଷ କଥା ଯଦି ଆମେ ଆଲୋଚନା କରିବା, ତାହେଲେ ଶାସ୍ତ୍ର ଅନୁସାରେ 84 ବର୍ଷ ପର୍ଯ୍ୟନ୍ତ ଏମାନେ ସାଧାରଣତଃ ଭାବରେ ବଞ୍ଚିଥାନ୍ତି। ଏମାନଙ୍କର ଆୟୁଷ ହେଉଛି 84 ବର୍ଷ। କିନ୍ତୁ ଯଦି ଆପଣ ଭଲ କର୍ମ କରିବେ, ତାହେଲେ ନିହାତି ଭାବରେ ଆପଣ ଏତିକି ଦିନ ଭୋଗ କରିପାରିବେ। ଆଉ ଯଦି ଆପଣଙ୍କର କର୍ମ ଖରାପ ରହିଲା, ତାହେଲେ ଆପଣ ଏତେ ବର୍ଷ ଆୟୁଷ ଭୋଗ କରିପାରିବେ ନାହିଁ। କିନ୍ତୁ ଏମାନଙ୍କର ଆୟୁଷ ସିନା 84 ବର୍ଷ, କିନ୍ତୁ ଏମାନଙ୍କର ଜନ୍ମ ହେବାର 11 ବର୍ଷରେ ଗୋଟିଏ ଘାତ ରହିଥାଏ, 16 ବର୍ଷରେ ଗୋଟିଏ ଘାତ ରହିଥାଏ, ତାପରେ 27 ବର୍ଷରେ ଗୋଟିଏ ଘାତ ରହିଥାଏ। ଖାସ୍ କରି ଏହିସବୁ ସମୟମାନଙ୍କରେ ଏମାନେ ଗମ୍ଭୀର ଭାବରେ, ଏହି ସମୟରେ ଏମାନଙ୍କୁ କିଛି ଗମ୍ଭୀର ସମସ୍ୟା ଭୋଗ କରିବାକୁ ପଡ଼ିଥାଏ। ତାପରେ ମଙ୍ଗଳବାରରେ ଯେଉଁମାନେ ଜନ୍ମ ହୋଇଛନ୍ତି, ସେହିଭଳି ଲୋକମାନେ ବହୁତ ରାଗୀ ସ୍ୱଭାବର ହୋଇଥାନ୍ତି, ବହୁତ ଅଧିକ ପରାକ୍ରମୀ ହୋଇଥାନ୍ତି। ଯୋଦ୍ଧା ଭଳି ସାହସ ଏମାନଙ୍କଠାରେ ରହିଥାଏ। ଏମାନଙ୍କ ଭିତରେ ସର୍ବଦା ଉର୍ଜା ଭରି ହୋଇ ରହିଥାଏ। ଏମାନେ ସର୍ବଦା ନୂଆ ବିଚାରଧାରାରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି। ଏମାନଙ୍କ ଉପରେ ଖାସ୍ କରି ମଙ୍ଗଳ ଗ୍ରହଙ୍କର ପ୍ରଭାବ ବହୁତ ଅଧିକ ରହିଥାଏ।
ଯେତେବେଳେ ବି ଏମାନଙ୍କର ଜୀବନରେ କିଛି ସମସ୍ୟା ଆସେ ନିହାତି ଭାବରେ ସେହି ସମସ୍ୟାରୁ ଏମାନେ ପାର ପାଇଯାଇଥାନ୍ତି। ଖାସ୍ କରିକି ମଙ୍ଗଳବାର ଦିନଟି ଏମାନଙ୍କ ପାଇଁ ବହୁତ ଅଧିକ ଲକି ହୋଇଥାଏ। ଏଭଳି ଲୋକମାନଙ୍କ ପାଖରେ ସର୍ବଦା ସୁଖ ସମୃଦ୍ଧିର ବାସ ହୋଇଥାଏ। ଏମାନେ ହସ ଖୁସିରେ ସର୍ବଦା ବାସ କରିଥାନ୍ତି। ରୋଷେଇ କରିବାକୁ ଏମାନେ ଭଲ ପାଇଥାନ୍ତି। ଏମାନଙ୍କୁ ଜମା ବି ମିଛ ପସନ୍ଦ ହୋଇନଥାଏ। ଏମାନେ ମିଛ କହିନଥାନ୍ତି। ଯଦି ବି କିଏ ମିଛ କହିଲା ସେ ତାକୁ ବରଦାସ୍ତ କରିପାରନ୍ତି ନାହିଁ। ଏମାନଙ୍କର ଗୋଟେ ଭଲ ଗୁଣ ଏହା ଅଟେ କି ଯେତେ ବି ଏମାନେ ଅସୁବିଧାରେ ଥାଆନ୍ତୁ ନା କାହିଁକି ଏମାନେ ଜାଣିଛନ୍ତି ଏମାନେ କ'ଣ କରିବା ଦରକାର। ନିଷ୍ପତ୍ତି ନେବାର କାପାବିଲିଟି ଏମାନଙ୍କ ପାଖରେ ରହିଥାଏ। ଏମାନେ ବହୁତ ଅଧିକ ଆକର୍ଷକ ହୋଇଥାନ୍ତି। ଦେଖିବାକୁ ସୁନ୍ଦର ହୋଇଥାନ୍ତି। ଏମାନେ ନ୍ୟାୟପ୍ରିୟ ହୋଇଥାନ୍ତି। ଲୋକମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ମଙ୍ଗଳବାର ଦିନ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ଆପଣ ଦେଖିବେ ଏମାନେ ନିଜର ସ୍ୱାସ୍ଥ୍ୟ ପାଇଁ ବହୁତ ଯତ୍ନବାନ ହୋଇଥାନ୍ତି। ନିଜର ଦେହ କେମିତି ଭଲ ରହିବ ସେଥିପ୍ରତି ଏମାନେ ବହୁତ ଅଧିକ ଚିନ୍ତା କରିଥାନ୍ତି। ଏମାନେ ବହୁତ ଅଧିକ ରାଗି ହୋଇଥାନ୍ତି। ଯେହେତୁ ଏମାନେ ଅତ୍ୟଧିକ ରାଗି ହୋଇଥାନ୍ତି ସେଥିପାଇଁ ଏମାନଙ୍କର କାହା ସହିତ ବି ଏତେ ଭଲ ସମ୍ପର୍କ ରହିନଥାଏ। ତାହା ବୈବାହିକ ଜୀବନରେ ହେଉ କିମ୍ବା ଘର ପରିବାରରେ ହେଉ। ଯଦି ଆପଣ ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରିବେ ତାହେଲେ ଏହିସବୁ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ। ତେବେ ଏମାନଙ୍କର ଆୟୁଷ ଯଦି ଆମେ ଦେଖିବା ଏମାନଙ୍କର ଆୟୁଷ ହେଉଛି 74 ବର୍ଷ। କିନ୍ତୁ 22 ବର୍ଷରେ ଏମାନଙ୍କ ପାଇଁ ଗୋଟେ ବଡ଼ ଘାତ ରହିଥାଏ। କୌଣସି ବଡ଼ ଧରଣର ଆକ୍ସିଡେଣ୍ଟ ହେଉ କିମ୍ବା ବଡ଼ ଧରଣର ରୋଗ ବ୍ୟାଧି ହେଉ ଏହି ସମୟରେ ନିହାତି ଭାବରେ ଆପଣ ସଚେତନ ରୁହନ୍ତୁ। ଆପଣଙ୍କ ପାଇଁ ଭଲ ରହିବ। ତାପରେ ବୁଧବାର ଯେଉଁ ବ୍ୟକ୍ତିବିଶେଷମାନେ ବୁଧବାର ଦିନ ଜନ୍ମଗ୍ରହଣ କରିଛନ୍ତି ସେମାନେ ଧନୀ ହୋଇଥାନ୍ତି। ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇଥାନ୍ତି ଏବଂ ବହୁତ ଅଧିକ କର୍ମଶୀଳ ହୋଇଥାନ୍ତି। ଏମାନଙ୍କୁ ଯଦି ଆପଣ ଗୋଟିଏ କାମ ଦେଇଦେବେ ତାହେଲେ ସାରିବା ପର୍ଯ୍ୟନ୍ତ ଏମାନେ ଚେଷ୍ଟା କରୁଥିବେ। ଏମାନେ ବହୁତ ଅଧିକ ପରିଶ୍ରମ କରିଥାନ୍ତି। ନିଜର ପରିଶ୍ରମ ବଳରେ ଏମାନେ ସମାଜରେ ସଫଳତାର ଶୀର୍ଷକୁ ଯାଇପାରନ୍ତି। ଏମାନଙ୍କର ପରିଶ୍ରମ ଗୁଣ ଯୋଗୁଁ ଲୋକମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଏମାନେ ବହୁତ ଅଧିକ କଥା କୁହାଳି ହୋଇଥାନ୍ତି। ଏଭଳି ଢଙ୍ଗରେ ଏଭଳି ଭାବରେ କଥା କହିବେ ଯେ ସାମ୍ନାବାଲାକୁ ଏମାନେ ଚୁପ୍ କରିଦେଇଥାନ୍ତି। କଥାର ଚାତୁରୀ ଏମାନଙ୍କ ପାଖରେ ଏମିତି ଭାବରେ ଅଛି ଯେ ସାମ୍ନାବାଲାକୁ ଏମାନେ ଚୁପ୍ କରିଦେଇଥାନ୍ତି। ଏମାନଙ୍କ ଉପରେ ବିଶେଷ ଭାବରେ ବୁଧ ଗ୍ରହଙ୍କର ଶୁଭ ଦୃଷ୍ଟି ରହିଥାଏ। ଏମାନଙ୍କର ପାରିବାରିକ ଜୀବନ ବହୁତ ଅଧିକ ସୁଖମୟ ହୋଇଥାଏ। ପରିବାର ଭିତରେ ଏମାନଙ୍କର ସମ୍ପର୍କ ବହୁତ ଭଲ ରହିଥାଏ। ଏମାନେ ପରିବାର ସହିତ ଅଧିକ ସମୟ ବିତେଇଥାନ୍ତି। ତେଣୁ ଏମାନଙ୍କର ସମ୍ପର୍କରେ ନିବିଡ଼ତା ଆସିଥାଏ। ଏମାନଙ୍କର ଭାଗ୍ୟ ବହୁତ ଅଧିକ ଟାଣ ହୋଇଥାଏ। ତେଣୁ ଯେତେ ବି କଠିନ ପରିସ୍ଥିତି ଆସୁନା କାହିଁକି ସେମାନେ ସେଥିରୁ ମୁକୁଳି ଯାଇଥାନ୍ତି। ଏମାନେ ବହୁତ ଅଧିକ ଲକି ହୋଇଥାନ୍ତି। ଏମାନଙ୍କର ବୁଦ୍ଧି ଏବଂ କଥାର ଚାତୁରୀ ଯୋଗୁଁ ଏମାନେ ସମସ୍ତ କ୍ଷେତ୍ରରେ ଜୟଯୁକ୍ତ ହୋଇଥାନ୍ତି। ଯେଉଁମାନେ ବୁଧବାର ଦିନ ଜନ୍ମ ହୋଇଛନ୍ତି ସେମାନଙ୍କର ଆୟୁଷ ହେଉଛି 64 ବର୍ଷ। ଏମାନଙ୍କୁ ଖାସ୍ କରିକି ଜନ୍ମର 8 ମାସ ସମୟରେ ଏବଂ 8 ବର୍ଷ ସମୟରେ ଏମାନଙ୍କ ପାଇଁ ଖାସ୍ କରି ଘାତ ସମୟ ରହିଥାଏ। ତାପରେ ଗୁରୁବାର ଯେଉଁ ବ୍ୟକ୍ତିବିଶେଷମାନେ ଗୁରୁବାର ଦିନ ଜନ୍ମଗ୍ରହଣ କରିଛନ୍ତି ଏଭଳି ଲୋକମାନେ ବହୁତ ଅଧିକ ମହତ ଆକାଂକ୍ଷୀ ହୋଇଥାନ୍ତି। ଏମାନେ ସର୍ବଦା ନିଜର ଜୀବନରେ କିଛି ବଡ଼ କରିବାକୁ ଚେଷ୍ଟା କରିଥାନ୍ତି। ସବୁବେଳେ କିଛି ବଡ଼ କରିବାର ଆଶା ରହିଥାଏ। ଏମାନେ ହେଉଛନ୍ତି ଗମ୍ଭୀର ସ୍ୱଭାବର। ଗୋଟେ ଜିନିଷକୁ କରିବା ପୂର୍ବରୁ ଏମାନେ ବହୁତ ଅଧିକ ଭାବିଚିନ୍ତି କାମ କରିଥାନ୍ତି। ତରବରିଆ ଭାବରେ ଏମାନେ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ। ଯେତେ ବି ଖରାପ ପରିସ୍ଥିତି ଆସୁ ଏମାନେ ତାର ସାମ୍ନା ଭାରି ସାହସର ସହିତ କରିଥାନ୍ତି। ଗୁରୁବାର ଦିନ ଯେଉଁମାନେ ଜନ୍ମଗ୍ରହଣ କରିଥିବେ ସେମାନଙ୍କର ପାଠ ଭଲ ହୋଇଥାଏ। ଭଲ ପାଠ ପଢ଼ନ୍ତି ସେମାନେ। ଯେହେତୁ ଭଲ ପାଠ ପଢ଼ନ୍ତି ତାହେଲେ ଭଲ ଚାକିରିଟିଏ ମଧ୍ୟ କରିଥାନ୍ତି ଏବଂ ରୋଜଗାର ମଧ୍ୟ ଏମାନଙ୍କର ବହୁତ ଭଲ ରହିଥାଏ। ଏମାନେ ବହୁତ ଅଧିକ ଧାର୍ମିକ ମଧ୍ୟ ହୋଇଥାନ୍ତି। ପୂଜାପାଠ କରିବାକୁ ପସନ୍ଦ କରିଥାନ୍ତି। ଏମାନେ ନିଜର ପରିବାର ହେଉ କିମ୍ବା ନିଜର ବନ୍ଧୁବାନ୍ଧବମାନଙ୍କ ସହିତ ସମ୍ପର୍କ ବହୁତ ଭଲ ରଖିଥାନ୍ତି। ସମସ୍ତଙ୍କ ସହିତ ଭଲ କଥାବାର୍ତ୍ତା କରିଥାନ୍ତି। ଭଲ ସମ୍ପର୍କ ରଖିଥାନ୍ତି। ତେଣୁ ସମସ୍ତେ ମଧ୍ୟ ଏମାନଙ୍କୁ ଭଲ ପାଇଥାନ୍ତି। କିନ୍ତୁ କେଉଁଠି ନା କେଉଁଠି ଏମାନେ ଟିକେ କଞ୍ଜୁସ ସ୍ୱଭାବର ହୋଇଥାନ୍ତି। ପଇସାକୁ ବଞ୍ଚାଇବାକୁ ସର୍ବଦା ଚେଷ୍ଟା କରିଥାନ୍ତି। ଅଯଥା ଖର୍ଚ୍ଚ କରିବାକୁ ଏମାନେ ପସନ୍ଦ କରିନଥାନ୍ତି। ଏମାନେ ସୁସ୍ଥ ହୋଇଥାନ୍ତି କିନ୍ତୁ ବେଳେବେଳେ ବହୁତ ଥର ଏମାନେ ବିମାରୀରେ ମଧ୍ୟ ପଡ଼ିଥାନ୍ତି।
ତେବେ ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷମାନଙ୍କର ଆୟୁଷ ହୋଇଥାଏ 85 ବର୍ଷ, କିନ୍ତୁ ଜନ୍ମ ହେବାର 5 ବର୍ଷ, 14 ବର୍ଷ, 18 ବର୍ଷ ଏବଂ 31 ବର୍ଷ ବୟସରେ ଏମାନଙ୍କ ପାଇଁ ଘାତ ସମୟ ରହିଥାଏ। ଏହି ସମୟରେ ଏମାନେ ସତର୍କ ହୋଇ ଚଳିଲେ ଏମାନଙ୍କ ପାଇଁ ଭଲ ହେବ। ତାପରେ ହେଉଛି ଶୁକ୍ରବାର। ଯେଉଁ ବ୍ୟକ୍ତିବିଶେଷମାନେ ଶୁକ୍ରବାର ଦିନ ଜନ୍ମଗ୍ରହଣ କରିଛନ୍ତି ସେମାନେ ଅତ୍ୟନ୍ତ ସରଳ ହୋଇଥାନ୍ତି ଏବଂ ନ୍ୟାୟପ୍ରିୟ ହୋଇଥାନ୍ତି। କେଉଁଠି ବିବାଦ କରିବାକୁ ଏମାନେ ପସନ୍ଦ କରିନଥାନ୍ତି। ଏଭଳି ଲୋକମାନେ ବହୁତ ଅଧିକ ମନୋରଞ୍ଜନ ପ୍ରିୟ ହୋଇଥାନ୍ତି। ମନୋରଞ୍ଜନ ପାଇଁ ଏମାନେ ନିଜର ଧନକୁ ବହୁତ ଅଧିକ ଖର୍ଚ୍ଚ କରିଥାନ୍ତି। ଯାହା ବି ରୋଜଗାର କରନ୍ତି ସୌଖିନ ସାମଗ୍ରୀ କିଣିବାରେ, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟ କରିବାରେ ଖର୍ଚ୍ଚ କରିଥାନ୍ତି। ସବୁବେଳେ ଏମାନେ ଐଶ୍ୱର୍ଯ୍ୟ ଭିତରେ ରହିବାକୁ ଚେଷ୍ଟା କରିଥାନ୍ତି, ସୁଖ ଭିତରେ ରହିବାକୁ ଚେଷ୍ଟା କରିଥାନ୍ତି। ତେଣୁ ଏମାନେ ଅତ୍ୟଧିକ ଖର୍ଚ୍ଚ କରିଥାନ୍ତି। ଏମାନେ ବହୁତ ଅଧିକ ଖର୍ଚ୍ଚୀ ସ୍ୱଭାବର ହୋଇଥାନ୍ତି। ଯେହେତୁ ବହୁତ ଅଧିକ ଧନ ଖର୍ଚ୍ଚ କରିଦିଅନ୍ତି, ତେଣୁ ବେଳେବେଳେ ଏମାନଙ୍କୁ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ। ଏମାନେ ଖାସ୍ କରିକି କଳା କ୍ଷେତ୍ରରେ ବହୁତ ଅଧିକ ଆଗକୁ ଯାଇଥାନ୍ତି, ଉନ୍ନତି କରିଥାନ୍ତି। ଯେହେତୁ ଶୁକ୍ର ଗ୍ରହଙ୍କର ଶୁଭଦୃଷ୍ଟି ଏମାନଙ୍କ ଉପରେ ରହିଥାଏ, ତେଣୁ ଏମାନେ ସର୍ବଦା ସୌଖିନ ଭାବରେ ବଞ୍ଚିବାକୁ ଚେଷ୍ଟା କରିଥାନ୍ତି, ପସନ୍ଦ କରିଥାନ୍ତି। ଏମାନଙ୍କ ପାଖରେ ପଇସା ତ ନିହାତି ଭାବରେ ରହିଥାଏ। ଏମାନେ ଭଲ ଇନକମ୍ କରିଥାନ୍ତି, କିନ୍ତୁ ଅତ୍ୟଧିକ ଖର୍ଚ୍ଚ କାରଣରୁ ପଇସା ଏମାନଙ୍କ ପାଖରେ ରହିନଥାଏ। ଏମାନଙ୍କ ପାଖରେ ଏମିତି ଏକ କ୍ଷମତା ରହିଛି, ଯେତେ ବି ଖରାପ ପରିସ୍ଥିତି ଥାଉ ତାକୁ ଏମାନେ ଭଲ ପରିସ୍ଥିତିରେ ବଦଳେଇ ଦେଇପାରନ୍ତି। ସେତିକି ସାମର୍ଥ୍ୟ ଏମାନଙ୍କ ପାଖରେ ରହିଥାଏ। ତେବେ ଏମାନଙ୍କର ଆୟୁଷ ହେଉଛି 60ରୁ 65 ବର୍ଷ। ବେଶୀ ଆୟୁଷ ନାହିଁ ସତ, କିନ୍ତୁ ଏମାନେ ବହୁତ ଅଧିକ ସୁଖରେ ବଞ୍ଚିଥାନ୍ତି। କିନ୍ତୁ ଏମାନଙ୍କ ପାଇଁ 24 ବର୍ଷରେ ଏବଂ 30 ବର୍ଷରେ ଘାତ ସମୟ ରହିଅଛି। ଏହି ସମୟରେ ଏମାନେ ସତର୍କ ହୋଇ ଚଳିଲେ ଏମାନଙ୍କର ମଙ୍ଗଳ ହେବ। ତାପରେ ହେଉଛି ଶନିବାର। ଶନିବାର ଦିନ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଖାସ୍ କରିକି ରୋଗ ସମସ୍ୟାରେ ପଡ଼ିଥାନ୍ତି। ପ୍ରଥମେ ଆପଣଙ୍କୁ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ଦରକାର। ଶନିବାର ଦିନ ଯେଉଁମାନେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ବହୁତ ଅଧିକ ପରିଶ୍ରମୀ ହୋଇଥାନ୍ତି, କିନ୍ତୁ ଗୋଟିଏ କାମକୁ କରିବା ସମୟରେ ଏମାନଙ୍କୁ ଟିକେ ଅଧିକ ସମୟ ଲାଗିଥାଏ। ସମସ୍ତ କାମକୁ କରିବାରେ ଏମାନଙ୍କୁ ଟିକେ ଅଧିକ ସମୟ ଲାଗିଥାଏ, କିନ୍ତୁ ଶେଷରେ ସଫଳତାର ଶୀର୍ଷକୁ ଯାଇଥାନ୍ତି। ଏମାନେ ଯାହା କରିବେ ନିଜେ ଏକୁଟିଆ କରିଥାନ୍ତି। ଗ୍ରୁପ ଭିତରେ କାମ କରିବା ଏମାନଙ୍କୁ ପସନ୍ଦ ହୋଇନଥାଏ। ଏଭଳି ଲୋକମାନେ ସର୍ବଦା ଦାନ ପୁଣ୍ୟ କରିବାକୁ ପସନ୍ଦ କରିଥାନ୍ତି। ଧର୍ମ କାର୍ଯ୍ୟରେ ଏମାନଙ୍କର ମନ ଲାଗି ରହିଥାଏ। ଏମାନେ ପରୋପକାରୀ ଏବଂ ଅନ୍ୟମାନଙ୍କୁ ବହୁତ ଅଧିକ ସାହାଯ୍ୟ କରିଥାନ୍ତି। ତେବେ ଜୀବନର ଆରମ୍ଭ ସମୟରେ ଏମାନେ କେଉଁଠି ନା କେଉଁଠି ଅସୁବିଧା ଭୋଗ କରିଥାନ୍ତି, କିନ୍ତୁ ମଧ୍ୟବୟସ୍କ ହେଲା କିନ୍ତୁ ଯେତେବେଳେ ବୟସ୍କ ହୋଇଯିବେ ନିହାତି ଭାବରେ ଆପଣମାନେ ସୁଖ ଭୋଗ କରିବେ। ତେଣୁ ଆପଣ ଜାଣି ରଖନ୍ତୁ କି ଶନିବାର ଦିନ ଯେଉଁମାନେ ଜନ୍ମ ହୋଇଛନ୍ତି ସେମାନଙ୍କର ଆୟୁଷ ହେଉଛି 101 ବର୍ଷ। ଯଦି ଆପଣ କର୍ମ ଠିକ୍ କରିବେ, ନିଜର ସ୍ୱାସ୍ଥ୍ୟର ଯତ୍ନ ନେବେ, ତାହେଲେ ନିହାତି ଭାବରେ ଆପଣ 101 ବର୍ଷ ଆୟୁଷ ବଞ୍ଚିପାରିବେ। ତେବେ ଆପଣଙ୍କ ପାଇଁ ଘାତ ସମୟ ହେଉଛି 20 ବର୍ଷ, 25 ବର୍ଷ ଏବଂ 35 ବର୍ଷ। ଏହିସବୁ ସମୟରେ ଆପଣ ସତର୍କ ହୋଇ ଚଳନ୍ତୁ। ତାପରେ ହେଉଛି ରବିବାର। ରବିବାର ଦିନ ଯେଉଁମାନେ ଜନ୍ମଗ୍ରହଣ କରିଥାନ୍ତି ସେମାନେ କାହା ଅଧୀନରେ କାମ କରିବାକୁ ପସନ୍ଦ କରିନଥାନ୍ତି। ସୂର୍ଯ୍ୟଙ୍କର ଶୁଭଦୃଷ୍ଟି ଏମାନଙ୍କ ଉପରେ ବିଶେଷ ଭାବରେ ରହିଥାଏ। ତେଣୁ ଏମାନେ ରାଜା ଭଳି, ସିଂହ ଭଳି ବଞ୍ଚିବାକୁ ପସନ୍ଦ କରିଥାନ୍ତି। ଏମାନେ ଯେକୌଣସି ବି କାର୍ଯ୍ୟ କରନ୍ତୁ ନା କାହିଁକି ଏମାନେ ସର୍ବଦା ନେତୃତ୍ୱ ନେବାକୁ ପସନ୍ଦ କରିଥାନ୍ତି। କାମ କରେଇବାରେ ଏମାନେ ପସନ୍ଦ କରିଥାନ୍ତି। ଯଦି ଏମାନଙ୍କୁ କୌଣସି କାର୍ଯ୍ୟ ଦିଆଗଲା ତାହେଲେ ଏମାନେ ନିହାତି ଭାବରେ ସେହି କାର୍ଯ୍ୟକୁ ଶେଷ କରିକି ହିଁ ରହିଥାନ୍ତି। ଏମାନଙ୍କ ଆଖିରୁ ନିଦ ହଜିଯାଇଥାଏ। ଏମାନେ ବହୁତ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି, ଅତ୍ୟଧିକ ଆୟୁଷଯୁକ୍ତ ହୋଇଥାନ୍ତି ଏବଂ ବହୁତ ଅଧିକ ଲକି ହୋଇଥାନ୍ତି, ଆଉ ତେଜସ୍ୱୀ ମଧ୍ୟ ହୋଇଥାନ୍ତି ଏବଂ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ଏମାନେ ଯାହା କୁହନ୍ତି ବହୁତ ଅଧିକ ଭାବି ଚିନ୍ତିକି କହିଥାନ୍ତି। ଅଯଥାରେ ବେକାରିଆ କଥା କହିବାକୁ ଏମାନଙ୍କୁ ପସନ୍ଦ ହୋଇନଥାଏ। ଏମାନେ ନିଜର ପରିବାର ସହିତ ଭଲ ସମ୍ପର୍କ ରଖିଥାନ୍ତି। ସ୍ୱାମୀ ସ୍ତ୍ରୀଙ୍କ ସହିତ ସମ୍ପର୍କ ଏମାନଙ୍କର ଭାରି ନିବିଡ଼ ରହିଥାଏ। ସାଙ୍ଗସାଥି, ବନ୍ଧୁବାନ୍ଧବମାନଙ୍କ ସହିତ ଏମାନଙ୍କର ସମ୍ପର୍କ ବହୁତ ଭଲ ରହିଥାଏ। 22 ବର୍ଷ ଏବଂ 24 ବର୍ଷ ଏମାନଙ୍କ ପାଇଁ ଘାତ ସମୟ ହୋଇଥାଏ। ଏହି ସମୟରେ ଏମାନେ ସମସ୍ୟାରେ ପଡ଼ିଥାନ୍ତି।
ଏମାନଙ୍କର ଆୟୁଷ 65ରୁ 70 ବର୍ଷ ହୋଇଥାଏ।